ପକେଇକି ଆଗ ଏମିତି ଦେଖିବି। ହଁ ତାପରେ କିଛି ସମୟ ପରେ ଦେଖିବି କହିବି ଆଇ ଆମ୍ ସରି। ରେଜଲ୍ଟ ବାହାରିଲାଣି ଦେଖିଲୁ? 12ଟା ବେଳକୁ ଅପଲୋଡ ହବ। ଦେଖୁନୁ ଦେଖ ଭଲ କି ଦେଖ। ଟାଇମ ହେଲାଣି 11:05 ହେଇଯାଇଥିବ ବା। ମୁଁ ତତେ କଣ ଏଥରକ ନିଶ୍ଚିନ୍ତ ହେଇଥିବ। ଆଉ ହେଇ କଣ କରୁଛୁ? ମାମୁଁ ନମସ୍କାର। ହଁ ନମସ୍କାର। ଆଜି ମାମୁଁ ରେଜଲ୍ଟ ବାହାରିବ ତ ମୋର? ରେଜଲ୍ଟ ବାହାରିବ? ଆଚ୍ଛା ମୁଁ ଦେଖୁଛି ଦିନ ମାନେ 24 ଘଣ୍ଟାରୁ 12-13 ଘଣ୍ଟା ସେଇ ମୋବାଇଲ ଭିତରେ ପଶିକି ରହୁଛ। କଣ ସେଥିରୁ ମିଳୁଛି? ଆଉ ମୋବାଇଲ ଯୁଗ ହେଲା, ସବୁ ତ ମୋବାଇଲରେ ମିଳୁଛି ଆଉ। କଣ ମୋବାଇଲ ଆବେ ଦିନ କାମ ଧନ୍ଦା କରିବାକୁ ଗଲେ 2 ପଇସା ମିଳିବ ହେଲେ ସେଥିରେ ହେଲେ ଖର୍ଚ୍ଚ ବାର୍ଚ୍ଚ କରିବ। ହଁ ବା ଏଇ +2 ରେଜଲ୍ଟ ଆର ବାହାରିଗଲା। ଏଇ ତ ରେଜଲ୍ଟ ବାହାରିଗଲା? ବାହାରି ସାରିଲାଣି? ଆଜି ବାହାରିବ। ଆଉ ତ ଜୀବନର ଲକ୍ଷ୍ୟ କଣ ରଖିଛୁ? ନାଇଁ ମାମୁଁ ଡକ୍ଟର ହେଇବା। ଡକ୍ଟର? ଡକ୍ଟର? ତୁ ଆବେ ମୁଁ ମୋ କାନ ଠିକ ଶୁଣୁଛୁ ନା ତୁ ଭୁଲ କହୁଛୁ? ପଚାର ମାମୁଁ ପଢାପଢି କରୁଛି ଦିନ ରାତି 24 ଘଣ୍ଟା ପଢାପଢି ବିନା କୋଚିଂ ରେ ନିଟ୍ କ୍ଲିୟର କରିଦବ। ଏଇ ମୋବାଇଲ ଦେଖିକି ସବୁ ପାଠ ପଢିଲି। ସବୁ କ୍ଲିୟର କରିଦବୁ? ଆଉ ଦେଖିଲୁ କହିଲୁ ଦେଖିଆ ଡକ୍ଟର ହବା ପାଇଁ କଣ କଣ ସବୁ ଯୋଗ୍ୟତା ଦରକାର କହିଲୁ? ତୋ ପାଖରେ ସେ ଯୋଗ୍ୟତା ଅଛି କି ନା ନାଇଁ ମୁଁ ଦେଖେ ଟିକେ। ଅଛି। ଗୋଟେ ପେସେଣ୍ଟ ଆସିବ ତାକୁ କେମିତି ଟ୍ରିଟମେଣ୍ଟ କରିବୁ କହିଲୁ? ଏଇ ମାମୁଁ ପେସେଣ୍ଟ ଆସିଲା, ମୁଁ ଷ୍ଟେଥୋଟା ପକେଇଥିବି। ପକେଇକି ଆଗ ଏମିତି ଦେଖିବି। ତାପରେ କିଛି ସମୟ ପରେ ଦେଖିବି କହିବି ଆଇ ଆମ୍ ସରି, ଆପଣ ପେସେଣ୍ଟକୁ ଆଣିବା ପାଇଁ ଟିକେ ଲେଟ୍ କରିଦେଲେ। କିଛି କ୍ଷଣ ପୂର୍ବରୁ ଯଦି ନେଇଯାଇଥାନ୍ତେ ମୁଁ ପେସେଣ୍ଟକୁ ବଞ୍ଚେଇ ପାରିଥାନ୍ତି। ଆପଣଙ୍କ ପେସେଣ୍ଟ ଆଉ ଏ ଦୁନିଆରେ ନାହିଁ। କହିଲେ ଡକ୍ଟର ହବ? ଏଇ ଗୋଟାଏ ଡାଇଲଗ ଶିଖି ଯାଇଛି କୋଉଠୁ ଫିଲ୍ମରୁ ଦେଖି ଯାଇଛି ଆଉ। ଆଇ ଆମ୍ ସରି ଆଉ ଟିକେ ଆଗରୁ ଆଣିଥିଲେ ମୁଁ ରଖି ଦେଇଥାନ୍ତି, ସବୁ ଆମ୍ପୁଡି ପକେଇଥାନ୍ତା। ଇଏ ଏଇ ଭିଡିଓ ଯୋଉମାନେ ଦେଖୁଥିବେ ଇଏ ବାଗେଇ ସାଗେଇ, ଇଏ ଯଦି ଡାକ୍ତର ହବ ଆ ପାଖକୁ କେହି ଯିବନି। ଯାଇଥିବ ଚାଲି ଚାଲିକା ଘରକୁ ଆସିବ ଷ୍ଟ୍ରେଚରରେ ବୁହା ହେଇକି ବାଗେଇ ସାଗେଇ।